ଜୟ ଜଗନ୍ନାଥ ସାଙ୍ଗମାନେ ଆଜି ମୋ ଗାଡ଼ି ଏବେ ପଏଣ୍ଟରେ ଲାଗିଯାଇଛି। ଏବେ ଲୋଡ଼ିଂ ଷ୍ଟାର୍ଟ ହେଇଯିବ। ଏବେ ଲୋଡ଼ିଂ ଷ୍ଟାର୍ଟ ହେଇଗଲା ମୋ ଗାଡ଼ି ଦେଖିପାରୁଥିବେ ସବୁ ଧୀରେ ଧୀରେ ଲୋଡ଼ିଂ ହେଉଛି। ଲୋଡ଼ିଂ ଫୋଡ଼ିଂ ସରିଗଲା। ଏବେ ରସି ଫସି ବନ୍ଧା ହେଇ ଗାଡ଼ି ପୁରା ରେଡ଼ି ହେଇଯାଇଛି। ମୁଁ ଏବେ ବାହାରିଲି ଆସି ଟାଙ୍କିରେ ପହଞ୍ଚିଗଲି। ଟାଙ୍କିରେ ତେଲ ପକାଇ ଦେଇ ପୁରା ସିଧା ବାହାରିବି ଏବେ ଡୁବୁରି। ଦେଖିପାରୁଥିବେ ମୁଁ ଏବେ ଆସିକି ବିରୁପା ବ୍ରିଜ୍ କ୍ରସ୍ କରୁଛି। ବିରୁପା ବ୍ରିଜ୍ ପରେ ମଙ୍ଗୁଳି ଛକ ପାସ୍ କରି ସିଧା ଚାଲିଲି। ଏବେ ମଙ୍ଗୁଳି ଛକ ପାସ୍ କରି ସିଧା ଯାଉ ଯାଉ ପଡ଼ିଗଲା ଆମର ଟାଙ୍ଗି ପାଖରେ ଟୋଲ୍ ଗେଟ୍ଟି କ୍ରସ୍ କଲା ପରେ ଧୀରେ ଧୀରେ ଆଗକୁ ଚାଲିଲି। ଆଗକୁ ଆସି ଦେଖିଲା ବେଳକୁ ଗୋଟେ ଟ୍ୟାଙ୍କର ଗାଡ଼ି ଆକ୍ସିଡେଣ୍ଟ ହେଇଯାଇଛି। ତାକୁ ଗୋଟେ ବୋଲେରୋ ଗାଡ଼ି ଆସି ଜୋରସୋରେ ଧକ୍କା ଦେଇଛି ଏବଂ ଟାଙ୍ଗି ଗାଡ଼ିଟା ପୁରା ଆକ୍ସିଡେଣ୍ଟ ହେଇଯାଇଛି। ତ ଫାଇନାଲି ସେଠୁ ବାହାରି ଆସିଲି। ସେଠି ଆକ୍ସିଡେଣ୍ଟଟା ଦେଖିଦେଇ ବହୁତ ଦୁଃଖ ଲାଗିଲା। ତ ଧୀରେ ଧୀରେ ବାହାରି ଆସିଲି। ଛତିଆ କ୍ରସ୍ କରିଗଲି। ଏବେ ଛତିଆ କ୍ରସ୍ କରି ମୁଁ ଆଗକୁ ଯାଉଛି। ଆଗକୁ ଏବେ ଚଣ୍ଡିଖୋଲ ବି ପଡ଼ିଯିବ। ଚଣ୍ଡିଖୋଲ ଏବେ ପଡ଼ିଗଲା। ଚଣ୍ଡିଖୋଲ କ୍ରସ୍ କରିଗଲି। ଚଣ୍ଡିଖୋଲ କ୍ରସ୍ କରି ଆସିକି ସେଠି ଗୋଟେ ପାଟିରେ ମାଲ୍ ଦେଇକି ଏବେ ଟିକେ ଖାଇଦେଲି। ଭୋକ ଜୋରସୋରେ ଲାଗିଲାଣି। ଆଜି ପଖାଳ ଭାତକୁ ଭେଣ୍ଡି ଭଜା ତ ଖାଇଦେଇ ସେଠୁ ବାହାରିଲା ପରେ ଦେଖିଲା ବେଳକୁ ବାଲିସାହି ପାଖରେ ଗୋଟେ ଟ୍ରକ୍ଟି ହାଇୱାଟା ରୋଡ଼ ତଳକୁ ଖସିଯାଇଛି। ତାକୁ ଦୁଇଟା କ୍ରେନ୍ ଲାଗି ଉଠାଉଛନ୍ତି। ତ ସେଠି ଟିକେ ଟାଇମ୍ ୱେଷ୍ଟ ହେଇଗଲା। ତ ବାଲିସାହି ପାଖରେ କ୍ରସ୍ କରିକି ଆସିକି ଏବେ ଫାଇନାଲି ପହଞ୍ଚିଗଲି ଡୁବୁରି ଛକରେ। ଡୁବୁରି ଛକରେ ଆଉ ସବୁ ଯାକ ମାଲ୍ ଖାଲି ହେଇଗଲା। ଦେଖିପାରୁଥିବେ ମାଲ୍ ଖାଲି କରି ଏବେ ବାହାରିଲି କଟକ ପାଇଁ। ଜୟ ଜଗନ୍ନାଥ।